ଯାଜପୁର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କ୍ରୀଡ଼ା ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ 3 ଜଣଙ୍କୁ ଯାଜପୁର ଟାଉନ ପୁଲିସ ଗିରଫ କରି କୋର୍ଟ ଚାଳନା କରିଛି। ଯାଜପୁର ହକି ଷ୍ଟାଡିୟମକୁ ପ୍ରଶିକ୍ଷଣ ପାଇଁ ଆସୁଥିବା ଜଣେ 15 ବର୍ଷୀୟ ନାବାଳିକାର କ୍ରୀଡ଼ା କୋଚ୍ ସହ ପରିଚୟ ଥିଲା। ତେବେ ଚଳିତ ମାସ 3 ତାରିଖରେ ଉକ୍ତ ନାବାଳିକା ଘରକୁ ଫେରୁଥିବା ବାଟରେ ରାସ୍ତାରୁ ଉଠାଇ ନେଇ ଯାଜପୁର ସହରର ଏକ ଲଜରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବ୍ୟୁରୋ ରିପୋର୍ଟ, ଲକ୍ଷ୍ୟ ମିଡିଆ। এই মামলাটি আসিকি আমার অতিরিক্ত জেলা দৌরাজজ তথা স্বতন্ত্র পোক্সো কোর্টরে পীড়িতা আসিকি পৌঁছিছি। পীড়িতা পৌঁছিবা পরে as per our formalities সে তার আইও প্রেয়ার কলে। আইও তার জমানবন্দি রেকর্ড কলা পরে 161 রেকর্ড কলা পরে 164 পাই মাননীয় আদালত তাଙ୍କୁ আদেশ ଦେଇଛନ୍ତି ଏବଂ ସମ୍ପୃକ୍ତ ପୀଡ଼ିତାଙ୍କର ବର୍ତ୍ତମାନ ସେକ୍ସନ 183 BNS ଅନୁସାରେ ତାଙ୍କର ଜମାନବନ୍ଦୀ ରେକର୍ଡିଂ ମଧ୍ୟ ଚାଲିଛି। ସେହି ରେକର୍ଡିଂ ପରେ ଦଫାଟି ଘଟଣାଟି ବା ଏଇ ଅଫେନ୍ସ ଗୁଡ଼ିକ କେଉଁ ମୋଡ଼ ନେବ, ତାପରେ କ'ଣ ଟର୍ନ କରୁଛି ତାକୁ ଆମେ ଅପେକ୍ଷା କରିକି ଦେଖୁଛୁ। ଆଉ ପ୍ରଥମେ এই ଘଟଣାଟି ଗତ 3/7/2025 ତାରିଖରେ ଘଟିଥିଲା। ଅଭିଯୋଗ ମୁତାବକ ଏତଲା ମୁତାବକ ତା ମାର ଦେଇଥିବା ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ ନାବାଳିକା ଜଣକ ଆମ ଯାଜପୁର ହକି ଷ୍ଟାଡିୟମରେ ପ୍ରଶିକ୍ଷଣ ନେବା ପାଇଁ ପ୍ରତ୍ୟେକ ଦିନ ସକାଳ 2 ଘଣ୍ଟା ସନ୍ଧ୍ୟା 2 ଘଣ୍ଟାରେ ଆସିଥାଏ ଏବଂ ଅଭିଯୋଗ ମୁତାବକ ଘଟଣା ଦିନ 3/7/2025 ଦିନ ସନ୍ଧ୍ୟାରେ ସେ କୋଚିଂ ନେଇକି ଫେରୁଥିବା ରାସ୍ତାରେ ତାକୁ 3 ଜଣ ଆସାମୀ ସେ ହକି ପ୍ରଶିକ୍ଷଣ ଶିବିରର ଯେଉଁମାନେ ପ୍ରଶିକ୍ଷକ ତାକୁ ସେ ସାଇକେଲରେ ଫେରୁଥିଲା ବେଳେ ତା ସାଇକେଲକୁ ତା ସାଙ୍ଗ ଘରେ ଥୋଇକି ତାଙ୍କ ସହିତ ଯିବା ପାଇଁ ବାଧ୍ୟ କଲେ ଏବଂ ସମ୍ପୃକ୍ତ ପୀଡ଼ିତା ଜଣକ ଯାଜପୁର ଏକ ଲଜ୍କୁ ମଧ୍ୟ ନେଇଥିଲେ ଏବଂ ସେ ଲଜ୍ରେ ପୀଡ଼ିତାର ଜମାନବନ୍ଦୀ ଯାହା ଦେଇଛି 180 ଅଫ୍ BNS ଅନୁସାରେ ଯାଜପୁର ଥାନାରେ ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି 2 ଜଣ ଏବଂ ଆଜି এই কেসরে 183 BNS অনুসারে 164 বয়ান রেকর্ড করা যাচ্ছে। BNS রে 183 BNS রে রেকর্ডিং কলা পরে পীড়িতার বয়ান উপরে এই কেসর ভবিষ্যৎ নির্ধারণ করা যাব এবং সেই অনুসারে বিচার মধ্য আরম্ভ করা যাব। 2 জন এবং জনে সহযোগ ଥିଲେ নাই? 2 জন, জনেଙ୍କର ନାଁ ହେଲା ଆପଣଙ୍କର ସାର୍ଥକ ଆଉ ଜଣଙ୍କ ନାଁ ସନ୍ଦୀପ ଆଉ ଜଣେ ସାଗର। ଏ 3 ଜଣ ମୁଖ୍ୟ କ୍ୟାରେକ୍ଟର କିଏ ରହିଛି? 2 ଜଣ ଥିଲେ, ସନ୍ଦୀପ ଆଉ ସାର୍ଥକ। এই 2 ଜଣଙ୍କ ନାଁରେ ବିଶେଷ କରି ଯାହା ଆଜି ପର ବର୍ତ୍ତମାନ ସୁଦ୍ଧା ଯାହା ଆମ ପାଖରେ ଯାହା ପ୍ରମାଣପତ୍ର ବା ଯାହା କାଗଜ ପତ୍ର ଅଛି FIR 161 ଯାହା ଆମେ ଜାଣୁଛୁ ଏଇ 2 ଜଣଙ୍କର ସମ୍ପୃକ୍ତ ଅନ୍ୟ ଜଣ ସହଯୋଗୀ ମଧ୍ୟ ଅଛନ୍ତି। हॉकी स्टेडियम मो झील 2 वर्ष हेलानी आसुची खेलिया पई। तो ए जो 2 वर्ष भितर किछि हेइथलानी। ए जो 3 तारीख दिन से जो तांकर जो अछि कोच जी से 6 मास हेला ता संगरे लागुची। आम घर को भी जाउची, फोन भी करची, आमे मना करछु तथापि से फोन करची। से तापरे जदी मु कहली मो झियो को कहली ता संगरे मिस ना आ कथा भी बेसी होना, कहला मु मिसुनी जा खाली ग्राउंड ऊपर कथाबार्ता होची ना तो आ किछि नु एतिकी। तो से कोच तो से दिन 3 तारीख राति दिन आउ जण कोच को पचारला कि से आउ 2 जण आछचंदी कोच 2 जण आ आमे जाई कि सर मते डाकुचंदी पदारे कथा करिया भाई मु जिमी। से कहले हां जा, जी अछंती चिंटू सर जी अछंती से ताको पचारले से गला। हां से गला जाई कि कहला कि आउ मु जाउची, जाई कि पचारी कि जाउची। से सेठू गला। घटना कोन हला से 3 तारीख दिन स्टेट बैंक देकी जाए, सब थरे जाए। तो 7टा बेले घर गला, वर्षा होउथला, कहला मु जाउची ता संग मानन कहला मु जाउची वर्षा आसिलानी। से जाई कि से स्टेट बैंक बाहर साइकिल चलाउ तो पछ पटे हाथ मारी कि एमतिया डाकिले। 3 जण थिले। 3 जण जदी थिले डाकिले से पछको अनेला ना सर सेठू ओलै गला। जदी ओलै गला परे तो कहिले कि आमे तते कहिथलु अटकिया पे तू रहिलुनु कोन पे? कहला ना सर लेट होची, मामा पार्टी करिवे, मु जाउची आउ आपण जा रखिचंती गिफ्ट मते ग्राउंड रे दे देबे को ना तो आम घर को आसी जिवे।
ବୁଝିଲେ ଏତିକି କଥା କହିଲା ତ କହିଲା କି ନା ମୁଁ ତାକୁ କହିଲା ମୁଁ ଯାହା କହିବି ବେ ତୁ ଶୁଣିବା ପାଉନୁ ନା କଣ ଗିଣା ଦେଇକି କଥାବାର୍ତ୍ତା ହେଲା ସେ ଆହୁରି ଡରିଗଲା ତାପରେ କଣ ହେଲା ନା ଫେର ତା କହିଲା କି ତୁ ସାଙ୍ଗ ଏଇଠି ପାଖରେ ରହୁଛି ନା ସେଠି ସାଇକେଲ ରଖ ଆଉ ତୁ ଏଠି ଆ ମୋ ପାଖ ଆଜ୍ଞା ଆଚ୍ଛା ତାକୁ ସିଏ ମନ ମାନେ ତାକୁ ଲୁଚା ନେଇଗଲେ ସେଇଠି ତାକୁ ଅଟକେଇଲେ ତାପରେ ସେ ଜିଦ୍ କଲା ସେ କହିଲା ନା ମୁଁ ଯିମିନି ସେ ପଛପଟୁ ଫେର 2 ଜଣ ଆସିକି ହାତ ଟାଣିକି ଆଉ ବନ୍ଧ ବାଟକୁ ନେଇକି ଗଲେ ବାଇକରେ ନେଇକି ଗଲେ ଆପଣ କାହାକୁ ଜଣେଇଥିଲେ ପ୍ରଥମେ ମୁଁ ଜଣେଇଥିଲି ଆମର ଯୋଉ ଇନଚାର୍ଜ ଅଛି ହକି ଷ୍ଟାଡିୟମ ରୁ ଜଣେଇଥିଲି ମୁଁ କହିଲି କି ସାର୍ ଏମିତିଆ ହେଇଛି ଆପଣଙ୍କୁ ତ ଫୋନ ଲଗେଇଲି 3 ତାରିଖରୁ ଆଉ ଆପଣ ସୁଇଚ୍ ଅଫ୍ ରଖିଥିଲେ ଆପଣ 7 ତାରିଖରେ ଆସିଲେ ଆଉ ମୋ ତ ଝିଅ 7 ତାରିଖ ଯାଉଛି ଏବେ ଖେଳିବା ପାଇଁ ସିଏ ଆସୁ ନା ତ ତାକୁ ଧରିକି ଯିମି ସିଏ ନିଜେ କହିଲେ ଆସ ମୁଁ କଥାବାର୍ତ୍ତା ମୁଁ କହିଲି ନା ମୁଁ ଯିମିନି ଯିଏକି ଯାହା ସାଙ୍ଗରେ ହେଇଛି ମୁଁ ତାକୁ ତ ନେଇକି ଯିମି ନା ବୁଝିଲ ତ ନେଇକି ଯିମି ନା ତ ସେଇଠୁ ଝିଅ ତାର ପଳେଇଲା ତ ସେତେବେଳେ ଗାଡି ଷ୍ଟ୍ରାଇକ୍ ହେଇଗଲା ତ ସେଇଠୁ ଆସିଲା ଯେମିତି ଷ୍ଟ୍ରାଇକ୍ ପରେ ଆସିଲା ତାକୁ ମୁଁ ସାର୍କୁ ଫେର ଆଉ ଥରେ ଫୋନ୍ କଲି ମୁଁ କହିଲି ସାର୍ କଣ ହେଲା ନା ମିଟିଂ ରଖିଛନ୍ତି ଆମର ଯୋଉ ଲେଡିଜ୍ ଯେତେ ଅଛନ୍ତି କମିଟି ମିଟିଂ ରଖାହେଇଛି ଆମର ପ୍ୟାରେଣ୍ଟସ୍ ମିଟିଂ ରଖାହେଇଛି ସେଇଥିରେ ମୁଁ କହିଲି କହିମି କଣ ହବ ତ ସେଇଠୁ ସେ ଯୋଉ କୋଚ୍ 2 ଜଣ ସମସ୍ତଙ୍କୁ ଫୋନ୍ କରିଦେଇଛନ୍ତି କହିଦେଇଛନ୍ତି କି ନା ଏଠି କିଛି ଆଲୋଚନା ନାହିଁ ଆସିବା ଦରକାର ନାହିଁ ଏ ଫାଲତୁ କଥାରେ ନାହିଁ ମୂଲ୍ୟ ଆସିବା ନାହିଁ ସମସ୍ତଙ୍କୁ ମନା କରିଦେଲା ନା 4 ଜଣ ନାହାନ୍ତି 4 ଜଣ ନୁହଁ ସେ 2 ଜଣ ଅଛନ୍ତି ସେ 2 ଜଣ ହିଁ ଯାହା ଅଛନ୍ତି ଆଉ ସେ ଯୋଉ ଅଛି ସେ ନେଇକି ଯାଇଛି ତାକୁ ତାଙ୍କୁ ଲେଖିକି ଦେଲି ସେ କହିଲେ ମୁଁ କଲେକ୍ଟର ପାଖକୁ ଯାଇଥିଲି ସେ 5 ଦିନ କିମ୍ବା 7 ଦିନ ଭିତରେ ଆପଣଙ୍କୁ ଜଣେଇବେ ମୁଁ କହିଲି ଆଉ ମୁଁ ଅଧୈର୍ଯ୍ୟ ହେଇଗଲିଣି ସାର୍ ଆଉ ମୁଁ ଆଉ ପେସେଣ୍ଟ ନାହିଁ ମୁଁ ଯାହା ବି ହେଲେ ଥାନାକୁ ମୋର ଯୋଉ ଆଇନ କାନୁନରେ ମୋର ଯିବା କଥା ମୁଁ ଯିମି ଏବେ 4 ଜଣ ଅଟକ ରଖାଇଛି ସେଇ 4 ଜଣ ତ ସେଇଠୁ ମୁଁ କହିଲି ଯେମିତି ସେ କହିଲେ ଆପଣ ଯାହା ଇଚ୍ଛା ଅଛି କରିଦିଅ ମୁଁ ସେଇଠୁ କୋଉ ସାରଙ୍କ ନାଁ ଆପଣ ଜାଣିଛନ୍ତି ଆମର ଯୋଉ ଡିଓସୁ ସାର୍ ନା କୋଉ 4 ଜଣ ସାର୍ ଥିବ ସେ ଯୋଉ ଚିଣ୍ଟୁ ସାର୍ ଯିଏ ଅଛନ୍ତି ଆମେ ଡାକୁଛୁ ଚିଣ୍ଟୁ ସାର୍ ବୋଲି ଆଉ ସନବିର ସାର୍ ଜଣେ ଆଉ ଏଇ ଯୋଉ ସାଗର ଆଉ ସାର୍ଥକ ସେଇ ମେନ୍ ସିଆଡୁ ଆସିଥିଲେ ଆଉ ଯୋଉ ଚିଣ୍ଟୁ ସାର୍ ଆଉ ବଣ୍ଟି ସାର୍ ଏଇଠିର କୋଚ୍ ବୁଝିଲେ ସେ ପଦାର କୋଚ୍ ଇଏ ଏଇଠିର କୋଚ୍ ତାମାନେ ଏଇ ଯୋଉ 3 ତାରିଖ କେସ୍ ପରେ ଆଜି ଆସି 20 ତାରିଖ ଲାଗି କେହି ଆପଣଙ୍କ କଥା ଶୁଣୁନଥିଲେ ନା ନ ଶୁଣିବା କାରଣ ପାଇଁ ସେଇଥିପାଇଁ ମୁଁ ଏଠି ଆସିଲି ମତେ ନ୍ୟାୟ ଦରକାର ଆଉ ସିଏ ଧମକି ମାରୁଛନ୍ତି ସେ ମୋ ଝିଅକୁ କହିଲେ କଣ ତ ଆମର ଓପାଡ଼ି ଦବୁ ଆମେ ବି ଦେଖିମୁ ପୋଲିସ ମାନେ କଣ ଓପାଡ଼ି ଦେବେ ସେ ବି ଦେଖିବେ ତ ସେଇଥିପାଇଁ ଆସିଛି ଏବେ କଣ ଚାହୁଛନ୍ତି ନ୍ୟାୟ ଚାହୁଛି ସାର୍ ଆଉ କଣ ଚାହିଁବି କି ଯେ କି ମୋ କଥା ଶୁଣୁନାହାନ୍ତି ଗୋଟେ ଇନଚାର୍ଜ ହେଇକି ଆପଣ ମୋ କଥା ଶୁଣିବେନି ନା ଡର ଲାଗିବନି ଆଜି ମୋ ଝିଅ ସାଙ୍ଗରେ ହବ କାଲି ଆଉ ଅନ୍ୟ ଝିଅ ସାଙ୍ଗରେ ହବନି କି ସାର୍ ସିଏ ଆଜିକୁ ବର୍ଷେ ହେଲା ହଇରାଣ କରୁଥିଲେ ଏମିତି ତ ସେଇଠୁ ମୁଁ ତାକୁ ଧୀରେ ଧୀରେ ଅଟକେଇଲି ମୁଁ କହିଲି ଝିଅ ତା ସାଙ୍ଗରେ ଲାଗନା କହନା କିଛି କହନା ଆମେ ଦୂରେଇ ଧର ଆମ ଗରିବ ଲୋକ କୋଉଠି କଣ କରିବା ଯିବୁ ଆଚ୍ଛା ଇଏ ଯୋଉ ନେଲେ ଘଟଣା ମାନେ ଜବରଦସ୍ତି ନେଇ ଗଲେ ଜବରଦସ୍ତି ତ ନେଇକି ଗଲେ ନା କିଡନାପ କରିକି ତ ଆଉ କଣ କରିକି ନେଲେ ସେ ବାଇକ୍ ରେ ବସେଇକି ନେଇକି ଗଲେ ବୁଝିଲେ ଜବରଦସ୍ତି ହେଲାନି 2 ଜଣ ହାତକୁ ଧାଣିକି କହୁଛନ୍ତି ଗାଡିରେ ବ ବୋଲି ଡାଇରିଆ ସେଦିନ ହେଇଥିଲା ତ ଆମର ସବୁ ବଜାର ବି ବନ୍ଦ ନା ଆଚ୍ଛା କୋଉଠି ଜଣେଇଛନ୍ତି ଘଟଣା ନେଇକି ଆଜ୍ଞା କୋଉଠି ଆପଣ ଏଇ ଯୋଉ ଝିଅ ସହିତ ଯୋଉ ଘଟଣା ପ୍ରଥମେ କାହାକୁ ଜଣେଇଲେ ତାପରେ କୋଉଠି ଜଣେଇଲେ ପ୍ରଥମେ କୋଉଠି ଜଣେଇଲେ ପ୍ରଥମେ ମୁଁ ତ ସେଇ ଇନଚାର୍ଜ କୁ ଜଣେଇ ଆଗେ ଯୋଉ ଛୁଆକୁ ଯୋଉ ଶିଖଉଛନ୍ତି ସେ ଯୋଉ କୋଚ୍ ଚିଣ୍ଟୁ ସାର୍ ତାଙ୍କୁ ଜଣେଇଲି ମୁଁ କହିଲି ଝିଅ ଏପର୍ଯ୍ୟନ୍ତ ଡେରି କରୁନି ଆସିଲେ ମାନେ ମତେ ଫୋନ କରେ ଆଚ୍ଛା ଝିଅ ଆସିଲା ପରେ କଣ କହିଲା ଆସିକି ସିଧା କାନ୍ଦିଲା ମୁଁ କହିଲା ମମି ଆଗେ ମତେ ମାରିବା ପୂର୍ବରୁ ଆଗେ ମୋ କଥାଟା ଶୁଣ ତାପରେ ମାରିବ କହିଲା କି ଏମିତି ମତେ ଟାଣି ମଜାଡି ନେଇକି ଗଲେ ତାପରେ ମୁଁ ତାଙ୍କୁ ମୁଣ୍ଡ ବାଡେଇଲି ଧମକି ମାରିଲି ତାପରେ ଦୁନିଆ କଥା ହେଲେ ତାପରେ ମତେ ଆଣିକି ଯୋଉଠି ନେଇଥିଲେ ସେଇଠି ଛାଡିଦେଲେ
ଆଚ୍ଛା ଆପଣ ଏବେ କ'ଣ ଚାହିଁବେ ପୋଲିସ ଉପରେ ଆପଣ ଭରସା ପାଉଛି ପୋଲିସ हाँ पुलिस पर भरोसा पाइली बोली तो से आसिकी सांगे सांगे आगे एक्शन नेले ना ହୁଁ ହୁଁ से तो मो दुख बुझुचंती ना ଆଚ୍ଛା